नमस्कार ପିଲାମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ କମ୍ପ୍ୟୁଟର ଫର ଓଡ଼ିଶା ଏକ୍ଜାମ। ତ ପିଲାମାନେ ଆଜି ଆମେ ପଢିବା ଲେକ୍ଚର 4। ଆଜିର ଲେକ୍ଚର ହେଉଛି 4। ଏହା ପୂର୍ବରୁ ପ୍ରିଭିୟସ୍ ଲେକ୍ଚର ଆମେ ପଢିଥିଲୁ ଲେକ୍ଚର 1 2 3। ତିନିଟି ଲେକ୍ଚର ଅଲରେଡି ସରି ସାରିଛି ଏବଂ ପ୍ରିଭିୟସ୍ ଲେକ୍ଚରରେ ଆମେ କ'ଣ ପଢିଥିଲେ ଲେକ୍ଚର 3 ରେ ଟିକେ ଡିସ୍କସ୍ କରିଦେବା ପିଲାମାନେ। ତ ପ୍ରିଭିୟସ୍ ଲେକ୍ଚର ଆମେ ପଢିଥିଲେ ଜେନେରେସନ ଅଫ କମ୍ପ୍ୟୁଟର ଜେନେରେସନ ଅଫ କମ୍ପ୍ୟୁଟର ପଢିଥିଲେ। ଲାଙ୍ଗୁଏଜ ଅଫ କମ୍ପ୍ୟୁଟର ଜେନେରେସନ କ୍ଲାସିଫିକେସନ ଅଫ କମ୍ପ୍ୟୁଟର ପଢିଥିଲେ। କ୍ଲାସିଫିକେସନ କମ୍ପ୍ୟୁଟର ପଢିଥିଲେ। ସୁପର କମ୍ପ୍ୟୁଟର ପଢିଥିଲେ। ଇଣ୍ଡିଆ ସୁପର କମ୍ପ୍ୟୁଟର କଣ୍ଟ୍ରିଜ୍ ऐरावत आम इंडिया लाटेस्ट सुपर कंप्यूटर नाम पड़ता है ऐरावत आर्टिफिशियल इंटेलिजेंस आनला कंप्यूटर डिजिटल कंप्यूटर ए सब आम कवर करथिले प्रीवियस ईयर क्लास रे लेक्चर 3 रे। तो सेटा आपन जे देखि नांते से प्रीवियस ईयर क्लास को जाई थोड़ा विजिट करनियंतु। तो आज हम पढ़िबा नेक्स्ट लेक्चर 5। लेक्चर 5 रे आज कोन पढ़िबा सीपीयू पढ़िबा। सीपीयू पढ़िबा अगर मु आपन को सीपीयू ର ଫୁଲ୍ ଫର୍ମ ହେଉଛି ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। CPU ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ କିମ୍ବା CPU କେମିତି କାମ କରିଥାଏ ପିଲାମାନେ, କୋଉ ମାଧ୍ୟମରେ କୋଉ ପ୍ରୋସେସିଂ ରେ କେତେ ଷ୍ଟେପ ରେ କାମ କରିଥାଏ ସେଟା ଆମେ ଜାଣିବା। କେତେ ଷ୍ଟେପ ରେ କାମ କରିଥାଏ CPU ଜାଣିଛନ୍ତି ପିଲାମାନେ? ଇନପୁଟ ପ୍ରଥମେ ଦେଖନ୍ତୁ ଇନପୁଟ ଦେନ୍ processing then output then storage ଚାରିଟା ଷ୍ଟେପ ଦେଖନ୍ତୁ। 1 ଇନପୁଟ, ପ୍ରୋସେସିଂ 2, ଥାର୍ଡ ରେ ଆଉଟପୁଟ ଏବଂ ଫୋର୍ଥ ରେ ଷ୍ଟୋରେଜ। ଚାରିଟା ପ୍ରୋସେସ ରେ CPU କାମ କରିଥାଏ। ଦେଖନ୍ତୁ ପ୍ରଥମେ ଆମେ କୌଣସି ଡାଟାକୁ ପାଇବା ପାଇଁ କ'ଣ କରିବା? ଇନପୁଟ କୌଣସି ଡାଟା ମିନ୍ସ ଆମେ ବର୍ତ୍ତମାନ କୌଣସି ପିକ୍ଚର ଦେଖିବାକୁ ଚାହୁଁଛୁ କମ୍ପ୍ୟୁଟରରେ କିମ୍ବା ଗୁଗଲରେ, କମ୍ପ୍ୟୁଟରରେ କୌଣସି ଫଟୋ କିମ୍ବା କୌଣସି ୱାର୍ଡ ସର୍ଚ୍ଚ କରିବା ପାଇଁ ଚାହୁଁଛି ତ କ'ଣ କରିବା? ଆମେ କିବୋର୍ଡ ମାଧ୍ୟମରେ ଇନପୁଟ ଦେବା କି ମୋ କମ୍ପ୍ୟୁଟର ସହିତ କମ୍ୟୁନିକେସନ କରିବାକୁ ପଡିବ। କମ୍ୟୁନିକେସନ କେମିତି କରିବା? କମ୍ପ୍ୟୁଟର କଥା କହିପାରେନି, ତା ସହିତ କିବୋର୍ଡ ମାଧ୍ୟମରେ ଭଏସ ରେକଗ୍ନାଇଜେସନ ମାଧ୍ୟମରେ ଆମେ କମ୍ୟୁନିକେସନ କରିବା। ତ ଇନପୁଟ ଦେବା, ଇନପୁଟ କାହା ମାଧ୍ୟମରେ? କିବୋର୍ଡ ମାଧ୍ୟମରେ ଇନପୁଟ ଦେବା, ପିକ୍ଚର ନାଁ ଲେଖିବା। ତ ସେଟା ଯାଇକି ଆମେ ପ୍ରୋସେସିଂ କିବୋର୍ଡ ରୁ ଆମେ କମାଣ୍ଡ ଦେଲେ CPU ରେ ଗଲା ଏବଂ ସେ କ'ଣ ପ୍ରୋସେସିଂ କଲା। ପ୍ରୋସେସିଂ କରିକି ଆମକୁ ଡେସ୍କଟପ ସ୍କ୍ରିନରେ ଆଉଟପୁଟ ଦେଲା। ଆଉଟପୁଟ ଦେଇକି ଆମ ଷ୍ଟୋରେଜ କୁ ଗଲା ଏବଂ ସେଠି ଷ୍ଟୋର ହେଇକି ରହିଲା ଡାଟା। ଏ ଚାରିଟା ମାଧ୍ୟମରେ CPU କାମ କରୁଛି ଏବଂ ଆମକୁ ଆଉଟପୁଟ ଦେଉଛି ଏବଂ ଷ୍ଟୋରେଜ କରୁଛି। ତମେ ବେଷ୍ଟ ଏକ୍ସାମ୍ପଲ ବୁଝିପାରିବା। ବେଷ୍ଟ ଗୋଟେ ଏକ୍ସାମ୍ପଲ ଦଉଛି ଫାଦର ଏବଂ ସନ୍। ଫାଦର CPU ର ବେଷ୍ଟ ଏକ୍ସାମ୍ପଲ ଦଉଛି। ମନେ କରାଯାଉ ବାପା ତମକୁ 50 ଟଙ୍କା ଦେଲା, ଯାଅ 50 ଟଙ୍କା ନେଇକି ଯାଅ ମୋ ପାଇଁ ଦୋକାନରୁ ଦହି କିଣିକି ଆଣିକି ଦେବ। ତ ସେଥିରେ ଦେଖନ୍ତୁ ବାପା ପଇସା ଦେବ। ବାପା କ'ଣ ପ୍ରଥମେ ଆଦେଶ ଦେଲା କି ପୁଅକୁ ତମକୁ ଯାଅ ଦହି ଆଣିବ କିଣିକି ଦୋକାନରୁ। ତ ସେ କେମିତି? ସେ ପଇସା ନେଇକି ଯିବ, ଚାଲିକି ଯିବ, ବାଇକ ରେ ଯିବ କିମ୍ବା ସାଇକେଲ ରେ ଯାଇପାରିବ। ଯେମିତି ହେଲେ ଯିବ, ଚାଲିକି ଯିବ, ସାଇକେଲ ରେ ଯିବ, ଯେମିତି ବି ଯିବ ଦୋକାନ, ପୁଣି କିଣି ଆଣିବ, କିଣି ଆଣିକି ବାପାକୁ ଦେବ। ତିନିଟା ଷ୍ଟେପ। ବାପାଠୁ ପଇସା ନେବ, ୱାନ୍ ଷ୍ଟେପ ଏବଂ ପଇସା ନେଇକି ସପକୁ ଗଲା ସେକେଣ୍ଡ ଷ୍ଟେପ ଏବଂ ଥାର୍ଡ ଷ୍ଟେପ ରେ କିଣି ଆଣିକି ପୁଣି ବାପାକୁ ଦହି ଦେଲା। ତିନିଟା ଷ୍ଟେପ ଏବଂ ବାପା ସେ ଦହିକୁ ଲିଭାଇ ନେବ ଥରେ। ଫାଦର
ଟିକେ ଛୋଟ ଛୋଟ ଲେଖିବ। ଫାଦର ସପ୍ ଦୋକାନ, ତାପରେ ଏମିତି ସନ୍ ଲେଖିବ, ସନ୍ ଫାଦର, ଏଠି ଲେଖିବା ଫାଦର, ଫାଦର ସନ୍, ସନ୍ ସପ୍। ଫାଦର ଫାଦର ତମକୁ ପଇସା ଦେଲା, ପଇସା ଦେଲା କି ଯାଅ 50 ଟଙ୍କାରେ ଦହି ଆଣିବ। ତ ପ୍ରଥମେ କଣ, ପ୍ରଥମେ ପଇସା ନେବ 50 ଟଙ୍କା। ପଇସା ନେଇକି ଆପଣ କୋଉଠି 50 ନେଇକି ଆପଣ ଘରୁ କଣ ସାଇକେଲରେ ଯିବେ କିମ୍ବା ଚାଲିକି ଯିବେ, ଯେମିତି ଯିବେ ପଇସା ନେଇକି ଗଲା ଦୋକାନକୁ, ଦୋକାନରୁ ନେଇକି ଆସିଲା ଦହି, ଦହି ଆଣିକି ପୁଣି ବାପାକୁ ଦେଲା, ପୁଣି ବାପାକୁ ଦେଲା ଆଣିକି, ଏବଂ ବାପା ଖାଇଲା, ଖାଇକି ଆରାମ କଲା, ସେଟା ଷ୍ଟୋରେଜ ହେଲା। ତ ସେମିତି ଯୋଉ ବାପା ଆପଣଙ୍କୁ ଯାଉ କିଣିକି ଆଣ, ସେଟା ଆଦେଶ ଦେଲା, ଇନପୁଟ ଦେଲା, ଆଦେଶ ଦେଲା, ଇନପୁଟ ଦେଲା କାହାକୁ, ପୁଅକୁ। ଯେମିତି ପୁଅକୁ, ପୁଅ କଣ ସିପିୟୁ, ସିପିୟୁ ପରି କାମ କରୁଛି। ମନେ କରିଦବ ପୁଅ ଗୋଟେ ସିପିୟୁ, ସିପିୟୁ ପରି ହିଁ କାମ କରୁଛି। ସେ ପ୍ରୋସେସିଂ କରିବ, ଯିବ ଦୋକାନ, ଯିବ ଚାଲିକି ଯିବ କିମ୍ବା ସାଇକେଲରେ ଯିବ, ପ୍ରୋସେସିଂ କରି ଯିବ ଏବଂ ଦୋକାନ, ଦୋକାନରେ ସେ କଣ ଆଣିବ, ଦହି କିଣିକି ଆଣିବ। ପ୍ରୋସେସିଂ ହେଲା ଦୋକାନ ପର୍ଯ୍ୟନ୍ତ, ପ୍ରୋସେସିଂ ଆଣିକି ତାକୁ ଆଉଟପୁଟ ଦେଲା, ଆଣିକି ଦେଲା, ଆଣିକି ଦେଲା ମାନେ ଆଉଟପୁଟ। ବାପାକୁ ଯାହା, ବାପା ଯାହା ଆଦେଶ ଦେଇଥିଲେ ସେଟା ପୁଅ ଆଣିକି ଦେଲା, ଆଉଟପୁଟ ଦେଲା, ପୁଣି ବାପା ଖାଇଲା, ସେଟା କଣ ଷ୍ଟୋରେଜ ହେଇଗଲା, ଖାଇଲା ଷ୍ଟୋରେଜ, ଷ୍ଟୋରେଜ ଆକାରରେ ସେଟା ଷ୍ଟୋର ହେଇଗଲା, ଖାଇଲା ପେଟକୁ ଗଲା ଷ୍ଟୋର ହେଇଗଲା। ତ ସେମିତି ବେଷ୍ଟ ଏକ୍ସାମ୍ପଲ, ବାପା, ପୁଅ ଏବଂ ଦୋକାନ ଏବଂ ଦହି, ଏଇଟା ବେଷ୍ଟ ଏକ୍ସାମ୍ପଲ ସିପିୟୁ ପାଇଁ। ସିପିୟୁ ସେ ଏହି ଚାରି ଷ୍ଟେପରେ କାମ କରୁଛି। ଯେମିତି ମୁଁ କହିଲି, ଫାଦର ପୁଅ କହିଲା, ସେ ଦୋକାନ ଗଲା, ଦୋକାନ ପ୍ରୋସେସିଂ କରି ଗଲା, ଦୋକାନରୁ ଦହି କିଣିକି ଆଣିଲା, ଆଣିବା ପର୍ଯ୍ୟନ୍ତ ପ୍ରୋସେସିଂ ହେଲା, ଆଣିକି ଦେଲା, ଦେଲା ଆଉଟପୁଟ ହେଲା, ଦେଲା ପରେ ବାପା ଖାଇଲା, ସେଟା ଷ୍ଟୋରେଜ ହେଲା। ତ ସେମିତି କମ୍ପ୍ୟୁଟର କାମ କରୁଛି, ଇନପୁଟ, ପ୍ରୋସେସିଂ, ଆଉଟପୁଟ ଏବଂ ଷ୍ଟୋରେଜ। ଦେଖନ୍ତୁ କମ୍ପ୍ୟୁଟର କଣ କେମିତି କାମ କରୁଛି, ଇନପୁଟ, ପ୍ରୋସେସିଂ, processing, output, output, then storage, storage। ତ ଆମେ ଆଜି ପଢିବା ବର୍ତ୍ତମାନ ଫାର୍ଷ୍ଟ କ୍ଲାସରେ ସିପିୟୁ। ସିପିୟୁ ମାନେ ପ୍ରୋସେସିଂ, ମଦରବୋର୍ଡ ଭିତରେ ସିପିୟୁ ଥାଏ, ସିପିୟୁ ଭିତରେ ପ୍ରୋସେସିଂ ଥାଏ, ତ ପ୍ରୋସେସର ଥାଏ, ତ ପ୍ରୋସେସର ପ୍ରୋସେସିଂ କରିଥାଏ ସାରା କମ୍ପ୍ୟୁଟରକୁ। ତ ସେଟା ପ୍ରଥମେ ପଢିବା ସିପିୟୁ, ଦେନ୍ ଆଉଟପୁଟ ପଢିବା, ଇନପୁଟ ପଢିବା, ଇନପୁଟ ପଢି ସାରିଲା ପରେ ଆଉଟପୁଟ ପଢିବା, ଆଉଟପୁଟ ପଢି ସାରିଲା ପରେ ଷ୍ଟୋରେଜ ପଢିବା। ଚାରିଟା ଯାକ ଆମେ କ୍ଲିୟର ଆଣ୍ଡ କଟ୍ ଭାବରେ ଡିସ୍କ୍ରାଇବ କରି ଫଟୋଗ୍ରାଫିକ ସହିତ ଭିଜୁଆଲାଇଜେସନ ସହିତ ପଢିବା। ତ ଷ୍ଟାର୍ଟ କରିବା ପ୍ରୋସେସିଂ, ସିପିୟୁ ପ୍ରୋସେସର ପଢିବା। ସିପିୟୁ ର ଫୁଲ ଫର୍ମ କଣ, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ। ସିପିୟୁ ର ଲୋକେସନ କଣ ପିଲାମାନେ, ସିପିୟୁ ର ଲୋକେସନ ଜାଣିଛନ୍ତି? ପ୍ରଥମେ ଭିଜୁଆଲାଇଜେସନ ଦେଖନ୍ତୁ, ଫଟୋ, ସିପିୟୁ ର ଫଟୋ ଦେଖି ଦିଅନ୍ତୁ। ଏଟା ହଉଛି ସିପିୟୁ, ସିପିୟୁ ଏଇଟା ସିପିୟୁ ନାହିଁ, ଯୋଉଟା ଦେଖାଯାଉଛି ସେଟା ସିପିୟୁ ନାହିଁ, ସେଟା ମଦରବୋର୍ଡ, ମଦରବୋର୍ଡ ଭିତରେ ସିପିୟୁ ଥାଏ, ତାର ଲୋକେସନ ଅଛି ମଦରବୋର୍ଡ ଭିତରେ ସିପିୟୁ, ସିପିୟୁ ଭିତରେ ପ୍ରୋସେସର, ସେ ପ୍ରୋସେସର ହିଁ ପ୍ରୋସେସିଂ କରିଥାଏ ସାରା କମ୍ପ୍ୟୁଟର, କମ୍ପ୍ୟୁଟର ଯାହା କିଛି ବି କାମ ଅଛି ସେ ହିଁ ପ୍ରୋସେସିଂ କରିଥାଏ, କି ସିପିୟୁ। ତ ମଦରବୋର୍ଡ, ମଦରବୋର୍ଡ ଭିତରେ ସିପିୟୁ, ଦେଖିପାରୁଥିବେ ସିପିୟୁ, এটা ସିପିୟୁ, ଏ ହେଲା ସିପିୟୁ, ଏ ମଦରବୋର୍ଡ। ଦେଖନ୍ତୁ ଫାଷ୍ଟ ପ୍ରୋସେସର ଇଣ୍ଟେଲ, ପ୍ରୋସେସର କଣ, ପ୍ରୋସେସର ବହୁତ ଫାଷ୍ଟ ପ୍ରୋସେସର ଇଣ୍ଟେଲ 4004, এটা হচ্ছে সিপিইউ। এটা হচ্ছে সিপিইউ, ফার্স্ট প্রসেসর ইন্টেল 4004, সিপিইউ এবং ব্রেন অফ কম্পিউটর, ব্রেন অফ কম্পিউটর, হার্ଟ অଫ କମ୍ପ୍ୟୁଟର। ଦେଖନ୍ତୁ ବ୍ରେନ୍ ଅଫ କମ୍ପ୍ୟୁଟର, ସିପିୟୁ କଣ କୁହାଯାଏ, ପ୍ରୋସେସର ବି କୁହାଯାଏ। ଦେଖନ୍ତୁ ପ୍ରୋସେସର, ସିପିୟୁ କଣ କହିପାରିବା, ପ୍ରୋସେସର କହିପାରିବା, ଏବଂ ସିପିୟୁ କୁ ପୁଣି କଣ କହିବା, ବ୍ରେନ୍ ଅଫ କମ୍ପ୍ୟୁଟର କହିପାରିବା, ପୁଣି କହିବା ହାର୍ଟ ଅଫ କମ୍ପ୍ୟୁଟର। ସିପିୟୁ କୁ ପ୍ରୋସେସର, ବ୍ରେନ୍ ଅଫ କମ୍ପ୍ୟୁଟର, ହାର୍ଟ ଅଫ କମ୍ପ୍ୟୁଟର କହିବା। ଦେଖନ୍ତୁ ଫଟୋ ଲଗେଇଛି ହାର୍ଟ ଅଫ ବ୍ରେନ୍ ଅଫ କମ୍ପ୍ୟୁଟର, ବ୍ରେନ୍ ପରି ଫଟୋ ଲଗେଇ ଦେଇଛି, ଆପଣମାନେ ଯୋଉଟା କି ମନେ ରଖିପାରିବେ, ଭୁଲିବେ ନାହିଁ କହିକି ମୁଁ ଏମିତି ଗ୍ରାଫିକ ସହିତ ଆପଣଙ୍କୁ ପ୍ରେଜେଣ୍ଟେସନ କରିଛି। ପୁଣି କଣ କୁହାଯାଏ, ସିପିୟୁ କୁ ହାର୍ଟ ଅଫ କମ୍ପ୍ୟୁଟର, କଣ ପାଇଁ, ହାର୍ଟ ପରି କାମ କରିଥାଏ ଏବଂ ବ୍ରେନ୍ ପରି କାମ କରିଥାଏ।
ଏବଂ ପ୍ରୋସେସର ପ୍ରୋସେସିଂ କରିଥାଏ। ସେଥିପାଇଁ ଦେଖନ୍ତୁ ସିପିୟୁ ହିଁ ପ୍ରୋସେସ କରିଥାଏ, ସାରା କମ୍ପ୍ୟୁଟରକୁ ପ୍ରୋସେସିଂ କରିଥାଏ। ସେଥିପାଇଁ ସିପିୟୁ କୁ ପ୍ରୋସେସର ମଧ୍ୟ କୁହାଯାଏ। ଆଉ ବ୍ରେନ୍ କଣ ପାଇଁ କୁହାଯାଏ? ବ୍ରେନ୍ ଦେଖନ୍ତୁ ବ୍ରେନ୍ ଆଉ ହାର୍ଟ କଣ ପାଇଁ କୁହାଯାଏ? ସିପିୟୁ କୁ ବ୍ରେନ୍ ଅଫ୍ କମ୍ପ୍ୟୁଟର କ୍ୱେଶ୍ଚନ ଆସିବ ପିଲା, ବ୍ରେନ୍ ଅଫ୍ କମ୍ପ୍ୟୁଟର ବୋଲେ ସିପିୟୁ, ଠିକ କରିବେ ସିପିୟୁ। ଯଦି ସିପିୟୁ ଅପସନରେ ନଥିବ ପ୍ରୋସେସର କ୍ଲିକ୍ କରିବେ। ଆଉ ହାର୍ଟ ଅଫ କମ୍ପ୍ୟୁଟର ପଚାରିଲେ ସିପିୟୁ, ସିପିୟୁ ଯଦି ଅପସନ ନଥିବ ପ୍ରୋସେସର। ଦୁଇଟା ଅପସନ ଅଛି ସିପିୟୁ, ଠିକ କରିବେ ଆସିବ। ତ ବ୍ରେନ୍ ଅଫ କମ୍ପ୍ୟୁଟର ହାର୍ଟ ଅଫ କମ୍ପ୍ୟୁଟର କଣ ପାଇଁ କୁହାଯାଏ ସିପିୟୁ କୁ? କାହିଁକି ଦେଖନ୍ତୁ ବ୍ରେନ୍ ଓ ହାର୍ଟ ମଣିଷ ମଧ୍ୟରେ ଆମ ମଧ୍ୟରେ ଅଛି ହାର୍ଟ ଅଫ ବ୍ରେନ୍। ତ ସେଟା କେମିତି ଆମକୁ କେମିତି ବ୍ରେନ୍ କଣ୍ଟ୍ରୋଲ କରୁଛି? ବ୍ରେନ୍ ଏବଂ ହାର୍ଟ କଣ କରୁଛି? ପମ୍ପିଂ କରୁଛି। କେବଳ ବ୍ରେନ୍ କେବଳ କାମ ଥିଲେ ଆମେ ମଣିଷ ବଞ୍ଚିବା ନାହିଁ, କି କେବଳ ହାର୍ଟ ଥିଲେ ବଞ୍ଚି ପାରିବା ନାହିଁ। କମ୍ବିନେସନ ହାର୍ଟ ଏବଂ ବ୍ରେନ୍ ସବୁର ଅଙ୍ଗର କମ୍ବିନେସନରେ ଆମେ ବଞ୍ଚିଛୁ। ସେମିତି ମେନ୍ ପାର୍ଟ ହଉଛି ଆମର ବ୍ରେନ୍ ଆଉ ହାର୍ଟ ଏବଂ ନର୍ଭସ ସିଷ୍ଟମ। ତିନିଟା ନର୍ଭସ ସିଷ୍ଟମ ସିୟୁ କୁ କୁହାଯାଏ, କଣ୍ଟ୍ରୋଲ ୟୁନିଟ କୁହାଯାଏ, ସେଟା ଆଗକୁ କହିବି। ତ ସେମିତି ମେନ୍ ପାର୍ଟ ହଉଛି କମ୍ପ୍ୟୁଟର କଣ? ସିପିୟୁ କୁ ସେଥିପାଇଁ ବ୍ରେନ୍ ଅଫ କମ୍ପ୍ୟୁଟର ଏବଂ ହାର୍ଟ ଅଫ କମ୍ପ୍ୟୁଟର କୁହାଯାଇଥାଏ। ନେକ୍ସଟ ପଢିବା ସିପିୟୁ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ। ସିପିୟୁ ଗୋଟେ ମେନ୍ ପାର୍ଟ ଅଫ କମ୍ପ୍ୟୁଟର। ସିପିୟୁ ହେଉଛି କମ୍ପ୍ୟୁଟର ଗୋଟେ ମୁଖ୍ୟ ଭାଗ, ମୁଖ୍ୟ ଅଂଶ। ସିପିୟୁ ଆଟାଚ ଅଦର ଡିଭାଇସ କଣ୍ଟ୍ରୋଲ ଅଦର ଡିଭାଇସ। CPU attach other device control other device, এটা হলো CPU। CPU କଣ କହିଲା ସେଠି? CPU attach other device, attach করে other device କୁ attach করে ଏବଂ control করে other device କୁ, କଣ୍ଟ୍ରୋଲ ମଧ୍ୟ କରିଥାଏ ଅଦର ଡିଭାଇସ କୁ। ସେଥିପାଇଁ CPU ମଝିରେ ଭାବନ୍ତୁ ଏଇ ଗ୍ରାଫିକ ଆପଣ ବୁଝିବ। CPU ଆଟାଚ ଅଦର ଡିଭାଇସ, ମାଉସ କିବୋର୍ଡ ପ୍ରିଣ୍ଟର ସବୁକୁ ଆଟାଚ କରିଥାଏ କାହା ସହିତ? CPU ମାଧ୍ୟମରେ। ଏବଂ କଣ୍ଟ୍ରୋଲ କିଏ କରିଥାଏ? ଯାହା ପ୍ରୋସେସିଂ ଯୋଉ କମାଣ୍ଡ ଭାଷାକୁ କଣ୍ଟ୍ରୋଲ କିଏ କରିଥାଏ? CPU। ସେଥିପାଇଁ CPU ଆଟାଚ ଅଦର ଡିଭାଇସ କଣ୍ଟ୍ରୋଲ ଅଦର ଡିଭାଇସ କୁହାଯାଇଛି। Attach other device, control other device. Whatever work the computer does, CPU happen in it is called the brain, heart of computer. CPU, microchip, microprocessor, central processing is known as known by many names. The CPU of microcomputer is also called processor. କହିଛି ପିଲାମାନେ କମ୍ପ୍ୟୁଟର ମାଧ୍ୟମରେ ଯାହା କିଛି ବି କାମ ହଉଛି ସେଟା କାହା ମାଧ୍ୟମରେ କାମ ହଉଛି? CPU ମାଧ୍ୟମରେ କାମ। ଯାହା ବି ଏନି କାମ ଯାହା ବି ରହିଲା CPU କାମ କରିଥାଏ। ଏବଂ CPU କୁ ଆମେ କଣ କଣ କହିପାରିବା? CPU କହିପାରିବା, ମାଇକ୍ରୋଚିପ୍ କହିପାରିବା, ପ୍ରୋସେସର କହିବା, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ କହିପାରିବା। ମେନି ନାମରେ ନାମ ଅଛି CPU। ସେଥିପାଇଁ ଏକ୍ସାମ ଆସିବ ଯଦି CPU ନଥିବ, CPU ଜାଗାରେ ଅପସନ ଅଛି ମାଇକ୍ରୋଚିପ୍ କିମ୍ବା ପ୍ରୋସେସର ଅଛି, ସେଟା ପ୍ରୋସେସର ଠିକ କରିବେ। CPU କଣ କଣ କୁହାଯାଏ ପିଲାମାନେ? CPU, ମାଇକ୍ରୋଚିପ୍, ପ୍ରୋସେସର, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ ବହୁତ ନାମରେ ଆମେ ଜାଣିଥାଉ। CPU of microcomputer is also called microprocessor. CPU ଗୋଟେ ମାଇକ୍ରୋ କମ୍ପ୍ୟୁଟର। CPU କହିବା ଗୋଟେ ମାଇକ୍ରୋ କମ୍ପ୍ୟୁଟର, ଏହାକୁ କହିବା ମାଇକ୍ରୋ କମ୍ପ୍ୟୁଟର, ଏହାକୁ ପ୍ରୋସେସର କହିପାରିବା। CPU are divided in three parts. Three part or combination of three part. CPU are combination of three part. କଣ? CPU କୁ ତିନି ଭାଗରେ ବିଭକ୍ତ କରାଯାଇଛି। ALU, CU, MU। ALU ଫର୍ମ କର arithmetic logic unit, CU control unit ଏବଂ MU memory unit। arithmetic logic unit ରେ କଣ? ପ୍ଲସ୍, ମାଇନସ୍, ଇଣ୍ଟୁ, ହରଣ ଏସବୁ ହେଲା arithmetic। ଏବଂ logic unit କଣ? greater than, less than, equal to, not equal to ଏସବୁ ହେଲା logical unit। ସେଥିପାଇଁ arithmetic and logic unit କୁହାଯାଏ। CU control unit control କରିଥାଏ। control unit କହିଥିଲି nervous control unit କଣ କୁହାଯାଏ? nervous system of computer।
ନର୍ଭସ୍ ସିଷ୍ଟମ ଅଫ୍ କମ୍ପ୍ୟୁଟର। ସିପିୟୁ କଣ କୁହାଯାଏ? ନର୍ଭସ୍ ସିଷ୍ଟମ ଅଫ୍ କମ୍ପ୍ୟୁଟର। ମେମୋରି ୟୁନିଟରେ ଷ୍ଟୋର ହୁଏ ମେମୋରି, ଯୋଉଠି କ୍ୟାଶ ମେମୋରି, ରେଜିଷ୍ଟର ମେମୋରି, କ୍ୟାଶ ମେମୋରି ଆଉ ଗୋଟେ ଥାଏ ରେଜିଷ୍ଟର ମେମୋରି। ରେଜିଷ୍ଟର ମେମୋରି ଟିକେ ବଡ ଥାଏ, ସେଟା ହାଇ କାପାସିଟିର। କ୍ୟାଶ ମେମୋରି ଠାରୁ ବଡ ରେଜିଷ୍ଟର ମେମୋରି, ସେଠି କାପାସିଟି ଅଧିକ ରେଜିଷ୍ଟର ମେମୋରି। ତ ତିନି ଭାଗରେ ବିଭକ୍ତ ସିପିୟୁ କରାଯାଇଛି: ଆରିଥମେଟିକ୍ ଆଣ୍ଡ ଲଜିକ୍ ୟୁନିଟ୍, କଣ୍ଟ୍ରୋଲ ୟୁନିଟ୍ ଏବଂ ମେମୋରି ୟୁନିଟ୍। ପଚାରିଲେ ସିପିୟୁ କେତେ ଭାଗରେ ବିଭକ୍ତ ହେବ? ତିନି ଭାଗରେ। କଣ କଣ? ଏଲୟୁ, ସିୟୁ, ଏମୟୁ କହିବେ। The term taken by CPU to access a location in memory access time. CPU ରୁ ମେମୋରିକୁ ଡାଟା ଷ୍ଟୋର କରିବା ପାଇଁ ଯେତିକି ଯାହା ଟାଇମ୍ ଲାଗେ ତାହାକୁ କୁହାଯାଏ ମେମୋରି ଆକ୍ସେସ୍ ଟାଇମ୍ କୁହାଯାଏ। ମେମୋରି ଆକ୍ସେସ୍ ଟାଇମ୍ କାହାକୁ କୁହାଯାଏ ପିଲାମାନେ? CPU ରୁ ମେମୋରିକୁ CPU ରୁ ମେମୋରିକୁ ଯାହା ଡାଟା ଷ୍ଟୋର ହେବା ପାଇଁ ଯାହା ଟାଇମ୍ ନେଇଥାଏ ତାକୁ ମେମୋରି ଆକ୍ସେସ୍ ଟାଇମ୍ କୁହାଯାଏ। Speed of CPU can be measured in megahertz. CPU ର ସ୍ପିଡ୍ କୁ କେମିତି ମେଜର କରିବା? ମେଗାହାର୍ଟ୍ଜରେ। ମେଗାହାର୍ଟ୍ଜ ର ୟୁନିଟ୍ କଣ? MHz। ଏକ୍ସାମ୍ ରେ ଆସିବ, କ୍ୱେଶ୍ଚନ ଆସିଥିବ ମେଗାହାର୍ଟ୍ଜ ନଥିବ MHz ଦେଇଥିବ, ତ ସେଟା MHz ରେ ମନେ ରଖିବେ। ତ କମ୍ପ୍ୟୁଟରକୁ କୋଉଠି ମେଜର କରନ୍ତି? ମେଗାହାର୍ଟ୍ଜରେ। ସ୍ପିଡ୍ କେତେ ଅଛି ତ ମେଗାହାର୍ଟ୍ଜରେ ମେଜର କରାଯାଏ। The operation executed on the data stored in register, ମାଇକ୍ରୋ ଅପରେସନ। ଯାହା ବି ଡାଟା ଆମ ପ୍ରୋସେସିଂ ହଉଛି, ଡାଟା ଷ୍ଟୋର ହେଇଛି ମେମୋରିରେ, ରେଜିଷ୍ଟର ମେମୋରିରେ, ତାକୁ ମାଇକ୍ରୋ ଅପରେସନ, କୁହାଯାଏ। The microprocessor consists of million of transistors. କହିଛି ମାଇକ୍ରୋପ୍ରୋସେସରରେ ମିଲିୟନ ଅଫ ଟ୍ରାଞ୍ଜିଷ୍ଟର ଲାଗିକି ମାଇକ୍ରୋପ୍ରୋସେସର ତିଆରି ହେଇଛି। ଦେଖିଦବା ଫଟୋରେ। ଦେଖନ୍ତୁ CPU is made of million of transistor। ଦେଖିପାରୁଥିବେ ପିଲାମାନେ CPU ରେ ମିଲିୟନ ଅଫ ଟ୍ରାଞ୍ଜିଷ୍ଟର। ଦେଖନ୍ତୁ ଏସବୁ ଟ୍ରାଞ୍ଜିଷ୍ଟର, ଏସବୁ ଟ୍ରାଞ୍ଜିଷ୍ଟର ଲାଗିଛି CPU ରେ। ଏସବୁ ଟ୍ରାଞ୍ଜିଷ୍ଟର ଲାଗିଛି। ମିଲିୟନ ଟ୍ରାଞ୍ଜିଷ୍ଟର ଲାଗି ଗୋଟେ CPU ତିଆରି କରାଯାଇଥାଏ। ସେଥିପାଇଁ ସେ ବହୁତ ଫାଷ୍ଟ କାମ କରିଥାଏ, ମଣିଷରୁ ବି ଫାଷ୍ଟ କାମ କରିଥାଏ। ନେକ୍ସଟ ଯିବା। ପିଲାମାନେ ନେକ୍ସଟ ପଢିବା ଆମେ କଣ? ଇନପୁଟ। ଦେଖନ୍ତୁ CPU ସରିଗଲା, CPU ର କ୍ଲାସ ସରିଗଲା ପିଲାମାନେ। ତ ନେକ୍ସଟ ପଢିବା ଆମେ ଇନପୁଟ ଆଣ୍ଡ ଆଉଟପୁଟ ଡିଭାଇସ। କଣ ପଢିବା? ଇନପୁଟ ଆଣ୍ଡ ଆଉଟପୁଟ ଡିଭାଇସ। ଆମେ ଇନପୁଟ CPU, CPU ରେ କଣ? ଇନପୁଟ ପ୍ରୋସେସିଂ, ଆଉଟପୁଟ ଏବଂ ଷ୍ଟୋରେଜ। ତ ପ୍ରୋସେସିଂ ଏଟା CPU ରେ ଆସେ। ପ୍ରୋସେସିଂ CPU ରେ ସବୁ ଆସେ, ଇନପୁଟ, ପ୍ରୋସେସିଂ, ଆଉଟପୁଟ, ଷ୍ଟୋରେଜ ସବୁ CPU ଅଣ୍ଡର ରୁହେ। ପ୍ରୋସେସିଂ ମାଇକ୍ରୋଚିପ୍ ସେଟା ଆମେ କମ୍ପ୍ଲିଟ କରିସାରିଥିଲେ। ଏବେ ବର୍ତ୍ତମାନ ପଢିବା ଇନପୁଟ ଦେଖିବା। ଇନପୁଟ ଆଣ୍ଡ ଆଉଟପୁଟ ଡିଭାଇସ। ବର୍ତ୍ତମାନ ପଢିବା ଇନପୁଟ, ଦେନ୍ ଇନପୁଟ ସରି ପରେ ଆଉଟପୁଟ। ଦେଖନ୍ତୁ ଇନପୁଟ ଡିଭାଇସ ସବୁଠୁ ବେଶୀ ଥାଏ ଆଉଟପୁଟ ଡିଭାଇସ ଠୁ। ଆଉଟପୁଟ ଡିଭାଇସ କମ ଥାଏ, ଇନପୁଟ ଡିଭାଇସ ଅଧିକ ଥାଏ। ଫଟୋ ମାଧ୍ୟମରେ ଦେଖିପାରୁଥିବେ ଇନପୁଟ ଡିଭାଇସ କଣ କଣ ଅଛି? କିବୋର୍ଡ, ମାଇକ୍ରୋଫୋନ, ଜୟଷ୍ଟିକ୍, ରିମୋଟ, ଟିଭି ଏସବୁ ଅଛି ଆଉଟପୁଟ ଡିଭାଇସ। ନେକ୍ସଟ ଦେଖିବା, ଫଟୋ ଦେଖିଦେଲେ ନେକ୍ସଟ ଆଗକୁ ଯିବା। ଇନପୁଟ ଡିଭାଇସ। Input device command instruction, input signal, instruction given by the user to the computer are called inputs. Input device କହିଲେ ପିଲାମାନେ input device ଯୋଉ device ମାଧ୍ୟମରେ ଆମେ command instruction input ଏବଂ signal ମାଧ୍ୟମରେ instruction ଏବଂ voice recognition ମାଧ୍ୟମରେ instruction ଦେଇଥାଉ ଏବଂ microphone ମାଧ୍ୟମରେ ତାକୁ ଆମେ input device କହିଥାଉ। ତ input କେମିତି? କୌଣସି command instruction signal
ଦେଇଥାଉ ତାକୁ ଇନପୁଟ କୁହାଯାଏ। ତ ଏସବୁ ହେଲା ଇନପୁଟ ଡିଭାଇସ୍। OCR, କିବୋର୍ଡ, ସ୍କାନର, ମାଉସ, ବାରକୋଡ ରିଡର, ଲାଇଟ୍ ଫ୍ୟାନ୍, ମାଇକ୍ରୋଫୋନ, ଟ୍ରାକବଲ, ଜୟଷ୍ଟିକ୍, ଗ୍ରାଫିକ ଟେବଲ, OMRC ଏସବୁ ହେଲା ଇନପୁଟ ଡିଭାଇସ୍। ଦେନ୍ ନେକ୍ସଟ ଆକୁ ଦେଖିବା ଇନପୁଟ ଡିଭାଇସରେ କଣ କଣ ପଡିବ। ଦେଖନ୍ତୁ ଇନପୁଟ ଡିଭାଇସରେ ଆମେ ପଡିବ କଣ ପିଲାମାନେ, କିବୋର୍ଡ ପଡିବା, ମାଇକ୍ରୋଫୋନ, OCR, ସ୍କାନର, ବାରକୋଡ ରିଡର, ଲାଇଟ୍ ଫ୍ୟାନ୍, ଡିଜିଟାଇଜର, ଟଚ୍ ଫ୍ୟାନ୍, ଟିଭି ଏଣ୍ଡ AC ରିମୋଟ, ମାଉସ, ଜୟଷ୍ଟିକ୍, ପାୱାର, ୱେବ୍ କ୍ୟାମେରା, MICR, ରିକଗ୍ନିସନ ସିଷ୍ଟମ, ଟ୍ରାକବଲ, ସ୍ମାର୍ଟ କାର୍ଡ ରିଡର ଏସବୁ ପଢିବା ଗୋଟେ ଗୋଟେ କରି ପୁରା ସ୍ପେସିଫିକେସନ କରି ପଢିବା, ଡିଟେଲରେ ପଢିବା ଗୋଟେ ଗୋଟେ କରି। ତ ପ୍ରଥମେ ପଢିବା କିବୋର୍ଡ, କିବୋର୍ଡ ସହିତ ମାଇକ୍ରୋଫୋନ ସବୁ ସବୁ ଗୋଟେ ଗୋଟେ କରି ଡିଟେଲରେ ପଢିବା। ତ ପଢିବା ବର୍ତ୍ତମାନ କଣ କିବୋର୍ଡ ବିଷୟରେ ପୁରା ଡିଟେଲ ପଢିବା। এটা ହେଲା କିବୋର୍ଡ। ପିଲାମାନେ କିବୋର୍ଡ କେତେ ପ୍ରକାର? କିବୋର୍ଡ ଅଛି ଦୁଇ ପ୍ରକାର, ଗୋଟେ କଣ ଷ୍ଟାଣ୍ଡାର୍ଡ କିବୋର୍ଡ, ଗୋଟେ ହେଲା ମଲ୍ଟିମିଡିଆ କିବୋର୍ଡ। ତ ଯୋଉ କିବୋର୍ଡ ଆମେ ପଢିବା କଣ ଷ୍ଟାଣ୍ଡାର୍ଡ କିବୋର୍ଡ ପଢିବା। ଷ୍ଟାଣ୍ଡାର୍ଡ କିବୋର୍ଡରେ କିର ସଂଖ୍ୟା କେତେ? 104। ଷ୍ଟାଣ୍ଡାର୍ଡ କିବୋର୍ଡରେ କିର ସଂଖ୍ୟା, ଯୋଉ କିର ସଂଖ୍ୟା କହିଲେ ବଟମ, ଏସବୁ ଦେଖନ୍ତୁ ଏସବୁ ହେଲା ବଟମ, ଏ ଯାହା ଦେଖିପାରୁଛ ସେ ବଟମ କିମ୍ବା କି, ଏହାର ସଂଖ୍ୟା କେତେ 104 ଟୋଟାଲ 104। କିନ୍ତୁ ମଲ୍ଟିମିଡିଆ, ଏଟା ଷ୍ଟାଣ୍ଡାର୍ଡ କିବୋର୍ଡର କଥା କହୁଛି 104, କିନ୍ତୁ ମଲ୍ଟିମିଡିଆରେ 104ରୁ ଅଧିକା କିମ୍ବା 104ରୁ କମ ବି ହେଇଥାଏ, କାହିଁକି ମଲ୍ଟିମିଡିଆ କିରେ ତାଙ୍କ ହିସାବରେ ତିଆରି କରାଯାଇଥାଏ। ଦେଖିପାରୁଛ ପିଲାମାନେ ଏଟା ସ୍କେପ ବଟନ କୁହାଯାଏ। ଏଟା ଫଟୋରେ ଦେଖାଯାଉନି, ଲେଖାଟା ଛୋଟ ଛୋଟ ଦେଖାଯାଉଛି, ମୁଁ ଏଠି ଲେଖି ଦଉଛି। ଆପଣ କିବୋର୍ଡ ଯିଏ ଦେଖିଛନ୍ତି ସେମାନେ ଜାଣିପାରୁଥିବେ। ପ୍ରଥମ କି ହେଉଛି ଫାଷ୍ଟ କି, ଫାଷ୍ଟ ନମ୍ବରରେ କଣ ଏସ୍କେପ ଥାଏ, ESC, ESC मतलब ଏସ୍କେପ, ଏସ୍କେପ ବଟନ କୁହାଯାଏ। ଏବଂ ଏଇଟା ଦେଖନ୍ତୁ ଏଟା ଫଙ୍କସନ କି, ସବୁଠୁ ଫାଷ୍ଟ ଲାଇନରେ ଫଙ୍କସନ କି କଣ F1 ଟୁ F12 12ଟା, ଟୋଟାଲ 12ଟା କଣ ଫଙ୍କସନ କି ଥାଏ। ଏଇଟା ହେଉଛି ନେଭିଗେସନ କି, ନେଭିଗେସନ କି, এবং এটা হচ্ছে নম্বর কি কেতে 17টা, এবং হচ্ছে কিপ্যাড কি গ্রুপ কি টাইপিং ହୁଏ A to Z পর্যন্ত 26টা। এটা ওই সব কন্ট্রোল আল্ট CTRL, কন্ট্রোল আল্ট কিংবা শিফট ଏସବୁ କଣ କୁହାଯାଏ ମଡିଫାୟର କି କିମ୍ବା କମ୍ବିନେସନ କି। ନେକ୍ସଟ ଆଗକୁ ଦେଖିବା ଡିଟେଲରେ ପଢାଯିବ। कीबोर्ड को किए आविष्कार करते? इन्वेंशन ऑफ कीबोर्ड के फिल्म क्रिस्टोफर लेथम सोलेज। कीबोर्ड के उद्भावक करते क्रिस्टोफर लेथम सोलेज। अल्फाबेटिक की ए टू जेड 26টা ଥାଏ, अल्फाबेटिक की केतेटा 26টা, फंक्शन की केते 12টা, F1 टू F12 এবং नंबर पैड की केतेटा 17টা। नेविगेशन की they are used to move around in the document etc. नेविगेशन की रकम कोन डॉक्यूमेंट रे मूव करिवा, अप डाउन, पेज अप डाउन, लेफ्ट राइट, डिलीट, इंसर्ट ए सब देखंतो लिखि दैछि एठी। एरो की ऊपर काम कर, नेविगेशन की कोन एरो की ऊपर काम करिवो, डॉक्यूमेंट्स रे मूव करियो पे होम, जो डॉक्यूमेंट्स रो होम एंड पेज अप, पेज डाउन, डिलीट, इंसर्ट ए सब पे नेविगेशन की यूज होता है। मॉडिफायर की कहि परिबा कि कॉम्बिनेशन की कहि परिबा। मॉडिफायर की कॉम्बिनेशन दीज आर यूजिंग कंजक्शन विथ एनी अदर बटन, मतलब अन्य कोनसी बटन रो साइज करिया पे माने कॉम्बिनेशन की माने ए बटन सहित और कोनसी बटन को ऐड करके कमांड दिया जाए। जेमति कि देखंतु कंट्रोल शिफ्ट अल्ट विंडो की ए सब कंट्रोल गुटे रे किसी काम करबे किंतु कंट्रोल सिटी कंट्रोल प्लस
ଯାହା ବି ବଟନ୍ ଦବାଇବା ସେଟା ଆମେ ଗୋଟେ କମ୍ବିନେସନ କଞ୍ଜକ୍ସନ ରେ, ଯେମିତି ଆଲ୍ଟ ସହିତ କିଛି ବଟନ୍ ଦବାଇବା, ଶିଫ୍ଟ ସହିତ ଯାହା କିଛି ବଟନ୍ ଦବାଇବା, ୱିଣ୍ଡୋ ସହିତ ସେମିତି କମ୍ବିନେସନ, ଏସା କମ୍ବିନେସନ କି କହିପାରିବା କିମ୍ବା ମଡିଫାୟର କି କହିପାରିବା, ସେଥିପାଇଁ କମ୍ବିନେସନ ସହିତ କାମ କରିଥାଏ। ଯେମିତି ଶିଫ୍ଟ ସହିତ ଏ ଦବାଇବା, ଶିଫ୍ଟ ଏକ୍ସାମ୍ପଲ ଶିଫ୍ଟ ପ୍ଲସ୍ ଏ ଲେଖିବା, କ୍ୟାପିଟାଲ ଲେଟର ଏ ଅଛି, ଶିଫ୍ଟ ସହିତ ଯଦି କ୍ୟାପ୍ସ ଅନ୍ ଅଛି, କ୍ୟାପ୍ସ ଅନ୍ ଅଛି ତ କ୍ୟାପିଟାଲ ଲେଟର ଲେଖିବ, ଶିଫ୍ଟ ସହିତ କୌଣସି ଲେଟର କୌଣସି ଏ ଦାବିଦେଲେ ତ କଣ ଆସିବ, ରେଜଲ୍ଟ ଏ ଆସିଯିବ। ମଡିଫାଏ କି କିମ୍ବା କମ୍ବିନେସନ କି କୁହାଯାଏ। फंक्शन की, फंक्शन की कीवर्ड कहते हैं 14 फंक्शन, पंचुएशन की सॉरी फंक्शन है, पंचुएशन की कहते हैं 14टा और नंबर की कहते हैं 17टा। लॉन्गेस्ट बटन ऑफ कीबोर्ड, कीबोर्ड रे सबुठ लॉन्गेस्ट बटन की है स्पेस बार, स्पेस बार, स्पेस बार। आ गोटे क्वेश्चन आसीबो कीबोर्ड रे एमती की रो ना कहंतु जोठी कोनोसी लेखा है नै प्लेन अछि से कोन से मते स्पेस बार। बैक स्पेस बटन, बैक स्पेस बटन रो काम केमती डिलीट पर काम करे, डिलीट भी डिलीट करे, स्पेस बटन भी डिलीट, देखो बैक स्पेस बटन डिलीट बटन मन कर जो स्क्रॉसर एठी अछि, क्रसर पॉइंट एठी अछि तो हम डिलीट करबा, लेटर एटा लेटर लिखा जे गोटे सेंटेंस लिखा है लाइन ए क्रसर एठी अछि तो हम डिलीट करबा, डिलीट कले कोन हेबो डिलीट ठीक एपटे जीवो, एपटे डिलीट ठीक जीवो, राइट से डिलीट हेबो किंतु बैक बटन दबाइले लेफ्ट से डिलीट ठीक जीवो, क्रसर रो लेफ्ट हेड डिलीट ठीक जीवो किंतु डिलीट बटन टा प्रेस करबा क्रसर रो राइट साइड डिलीट हेबो, सेटा डिफरेंस एतिकी। escapes, escape button, ESC, so full from escape, ये full from कोन पिला माने escape, escape can select command close a selected drop down list, कहिसे कोनोसी कमांड देछु, कमांड को हम कैंसिल कर क्लोज करिया पय हम escape बटन दबा किबा ड्रॉप डाउन लिस्ट जोटा कि एमती ड्रॉप डाउन लिस्ट है तो हमें लिस्ट को क्लोज करिया पय एस्केप बटन दबे, मन करा जो कोनोसी कमांड देछे कंप्यूटर के हम कोनोसी की माध्यम रे कमांड देछे सर्च करूछे सेटा प्रोसेसिंग रो अछि, पूरा कंप्लीट है प्रोसेसिंग कमांड टा प्रोसेसिंग रो अछि, इनपुट देछे सेटा प्रोसेसिंग रो अछि तो प्रोसेसिंग हम भाबिलु मन हैला जे एटा हमको दरकार नै हम कैंसिल करिया पय चाहछु, सेटा हम क्लोज करिया पय चाहछु, सेटा हम कोन करिवा एस्केप, जेमते हम बैक मोबाइल रे बैक बटन दबछु से सेमिति सेटा कोन करिवा हम एस्केप, एस्केप बटन दबाइ देले एस्केप बटन प्रेस कर दे सेटा क्लोज हो जिवो, कमांड टा क्लोज हो जिवो एवं प्रोसेसिंग टा क्लोज हेके जोठी हम थि से पेज को पुଣି फेरी आसीबा। तो मैंने कहले सेटा कमांड को क्लोज एवं ड्रॉप डाउन लिस्ट को क्लोज करिया पे हम करथे, भूल कौन सी टाइपिंग है प्रोसेसिंग अच्छे से काटिया चाहिए क्लोज करने चाहिए तो स्केप बटन प्रेस कर नंबर की यूजिंग दिस द numeric key can be operate link arrow like arrow, which is number lock, कंप्यूटर तीनटा लाइट थे इंडिकेटर लाइट थे, तीनटा इंडिकेटर लाइट थे, देखो कंप्यूटर राइट साइड ऊपर कॉर्नर साइड रे तीनटा इंडिकेटर लाइट थे जोटा कैप्स लॉक नंबर लॉक एवं स्क्रॉल लॉक तीनटा थे, तीनटा लाइट थे, ऑन कले लाइट जड़े ऑफ कले लाइट लिभि जाए तो कहि कैप्स लॉक जदि ऑन थिबो, कैप्स लॉक जदि ऑन थिबो हमें न्यूमेरिक की दबे प्रेस करे नंबर टाइप हो किंतु कैप्स सॉरी नंबर कथा कहछि कैप्स लॉक नंबर लॉक जदि नंबर लॉक ऑन अछि एटा नंबर लॉक जदि ऑन अछि सेते न अछि सेते बेला हम जदि कोनोसी नंबर टाइप करिवा तो नंबर टाइप हो किंतु नंबर लॉक ऑफ अछि सेते बेला हम टाइप करिवा तो एरो की परि काम करिवा एरो बोले एंती लेफ्ट राइट अप डाउन एरो परि काम करिवा नंबर लॉक सेते बेला ऑफ थिले नंबर लॉक नंबर काम कर नंबर टाइप हो नै सेटा एरो परि काम करिवा सेटा कहिछि।
ଓ କ୍ୟାପ୍ସ ଲକ୍ ଯେତେବେଳେ ଅନ୍ ଥିବ, ସେତେବେଳେ ଆମେ କୌଣସି ୱାର୍ଡ ଟାଇପ୍ କରିବା, A to Z ଯାହା ବି ଟାଇପ୍ କରିବ ସେଟା କ୍ୟାପିଟାଲ ଲେଟରରେ ଟାଇପ୍ ହେବ। କିନ୍ତୁ ସେଇଟାକୁ ଯଦି ଆମେ କ୍ୟାପ୍ସ ଲକ୍ ଅନ୍ ରହିକି ସ୍ମଲ୍ ଲେଟର ଲେଖିବାକୁ ଚାହିଁଲେ ସିଫ୍ଟ ସହିତ ଲେଟର ଦବାଇଲେ ସ୍ମଲ୍ ଲେଟରରେ ଟାଇପ୍ ହେବ। ପୁଣି ଯଦି କ୍ୟାପ୍ସ ଲକ୍ ଯଦି ଅଫ୍ ଅଛି ସେତେବେଳେ କୌଣସି ଲେଟର ଦବାଇଲେ ଆମେ ସ୍ମଲ୍ ଲେଟରରେ ଟାଇପ୍ ହେବ, ସ୍ମଲ୍ ଲେଟର ଟାଇପ୍ ହେବ। ପୁଣି ଯଦି କ୍ୟାପ୍ସ ଅଫ୍ ରହିକି ଆମେ କ୍ୟାପିଟାଲ ଲେଟରରେ ଟାଇପ୍ କରିବା ପାଇଁ ଚାହିଁଲେ ଆମେ ସିଫ୍ଟ ସହିତ ସେ ଲେଟର ଯୋଉ ଲେଟର ଲେଖିବା ପାଇଁ ଚାହିଁବେ ସେ ଲେଟର ଟାଇପ୍ କଲେ, ସିଫ୍ଟ ପ୍ଲସ୍ ଲେଟର ଟାଇପ୍ କଲେ ସେଟା କ୍ୟାପିଟାଲ ଲେଟରରେ ଟାଇପ୍ ହେବ। ତ ସେଟା ଅପୋଜିଟ୍। ଯଦି ଅନ୍ ଅଛି ତ ସିଫ୍ଟ ସହିତ ଲେଟର ଦବାଇବେ, କ୍ୟାପ୍ସ ଲକ୍ ଅନ୍ ଅଛି ସିଫ୍ଟ ସହିତ ଲେଟର ଦବାଇବେ ତ ସ୍ମଲ୍ ହେଇଯିବ। ତ ଅପୋଜିଟ୍ ଯଦି ଅଫ୍ ଅଛି ତ ସିଫ୍ଟ ସହିତ ଲେଟର ଦବାଇବେ ତ କ୍ୟାପିଟାଲ ହେଇଯିବ। ତ ସେଥିପାଇଁ କ୍ୟାପ୍ସ ଲକ୍ ବିଷୟରେ ଜାଣିଲେ, ନେମ୍ ଲକ୍ ବିଷୟରେ ଜାଣିଲେ। When it is turned on, all the letters capitalized. When it is turned off, all letters small. ଯେତେବେଳେ ଅନ୍ ଥିବ କ୍ୟାପିଟାଲ ଟାଇପ୍ ହେବ, ଯେତେବେଳେ ଅଫ୍ ଥିବ ସ୍ମଲ୍ ଟାଇପ୍ ହେବ। ସିଫ୍ଟ ସହିତ କଲେ ତାର ଉଲ୍ଟା ହେଇଯିବ। ସିଫ୍ଟର କାମ କ'ଣ ପିଲାମାନେ? Shift pressing any letter with the shift key will type it in capital letter. Shift ସେଇ କଥା କହିଛି। Pressing any letter with shift, କୌଣସି ଲେଟର ସହିତ shift ସହିତ କୌଣସି ଲେଟର ଦବାଇବେ ସେଟା ଉଲ୍ଟା ହେଇଯିବ। କ୍ୟାପିଟାଲ ସ୍ମଲ୍ ହେଇଯିବ, ସ୍ମଲ୍ ଲେଟର ଥିଲେ କ୍ୟାପିଟାଲରେ କନଭର୍ଟ ହେଇଯିବ। Pressing any letter with shift will type in capital letter. shift ସହିତ କଣ ଲେଟର? ସ୍କ୍ରୋଲ ଲକ୍ जो स्क्रॉल लॉक बटन एटी तीनटा थिला, एटा स्क्रॉल लॉक बटन को जदि आमे ऑफ कर देबा तो आमे स्क्रीन स्क्रॉल बार था एमती, हम कंप्यूटर स्क्रीन स्क्रॉल बार एमती था। तो जदि ऑफ कर देबा स्क्रीन लॉक हे जबो, जति कि गोटे डिस्प्ले रे आछे सेति कि थिबो, अप डाउन कि लेफ्ट राइट हेबो नहीं। गोटे स्क्रीन जहाँ आसीबो स्क्रीन सेति कि हम देखि परिबा पढ़ी परिबा। किंतु स्क्रॉल लॉक ऑन थिले आमे अप डाउन लेफ्ट राइट करि पारे, मूव करि परिबा। ସେଇଟା କହିଛି। The scroll lock is when the scrolling of the page is stopped and started. Stop କରିପାରିବା, start କରିପାରିବା। ସ୍କ୍ରିନଶଟ୍ ନେବା ପାଇଁ the print ସ୍କ୍ରିନଶଟ୍ ବଟନ ଦବାଇଲେ ପ୍ରିଣ୍ଟ ସ୍କ୍ରିନଶଟ୍ ନେଇପାରିବେ। ଯଦି ଆମେ ଏବେ ପଢା ହଉଛି ଏଇ ପେଜକୁ ଆମେ ସ୍କ୍ରିନଶଟ୍ ନେବା ପାଇଁ ଚାହୁଁଛେ, ଆମେ କ'ଣ କରିବା? ପ୍ରିଣ୍ଟ ସ୍କ୍ରିନଶଟ୍ ବଟନ ଅଛି ସେଟାକୁ ପ୍ରେସ୍ କଲେ ସ୍କ୍ରିନଶଟ୍ ହେଇଯିବ। ଅଛି bottom take the screenshot and the copy to the clipboard to save it to file. डायरेक्ट फाइल रे जाके सेव हो स्क्रीनशॉट मिले। पार्ट ऑफ कीबोर्ड ठीक जूम करो। देखो पार्ट ऑफ कीबोर्ड को केते भाग विभक्त करा जायछि। टाइप ऑफ कीबोर्ड देखो कलर एटे देखो येलो कलर अछि, एटा कोन लगे टाइपिंग की। येलो कलर बॉर्डर अछि, एटा टाइपिंग की। एटा अछि कंट्रोल की, रेड कलर अछि कोन कंट्रोल की हला एटा कंट्रोल की। एस्केप हम कंट्रोल की कहि परिबा। अपन फंक्शन की ब्लू कलर रे ब्लू कलर रे रेड कलर ब्लू कलर बॉर्डर कोन अछि फंक्शन की। देखो फंक्शन की और ग्रीन कलर रे कोन नेविगेशन की, एटा हला नेविगेशन की। न्यूमेरिक की एटा अछि न्यूमेरिक की। इंडिकेटर की एटा अछि इंडिकेटर की। तो एमती कीबोर्ड को डिवाइड करा जायछि। एटा अल्ट को जाय, एंटर को जाय, एटा कंट्रोल अल्ट एस्केप शिफ्ट एंटर तो शिफ्ट है। एटी भी गोटे शिफ्ट अछि, एटा देखो शिफ्ट अछि, एंटर अछि, टैब बटन अछि, डिलीट बटन अछि। डिलीट कोन को ग्रुप प्रेस अछि नेविगेशन की रे, पेज डाउन पेज अप लेफ्ट राइट अप डाउन ए सब नेविगेशन की। इंसर्ट डिलीट
ସବୁ ନେଭିଗେସନ୍ କ୍ଲିୟର ଅଛି। ତ ଗ୍ରୁପଟା ଆପଣ ଥରେ ଦେଖିଦେବେ ଭଲସେ କିମ୍ବା ସ୍କ୍ରିନଶଟ୍ ନେଇଯାଆନ୍ତୁ, ନହେଲେ ପିଡିଏଫ୍ ଏ ଯାହା ପଢ଼ା ତାର ପିଡିଏଫ୍ ପୁରା ଫୁଲ୍ ପିଡିଏଫ୍ ମିଳିବ ଟେଲିଗ୍ରାମ ଚ୍ୟାନେଲରେ। କମ୍ପ୍ୟୁଟର ବା ଏସ୍କେ ସାର୍ ଟେଲିଗ୍ରାମରେ ଯାଇକି ଜଏନ୍ କରନ୍ତୁ, ସେଠି ପିଡିଏଫ୍ ପାଇପାରିବେ। ପିଡିଏଫ୍ କ୍ଲିୟର ଆଣ୍ଡ କଟ୍ ଦେଖାଯାଉଛି। ତ ପିଲାମାନେ ଆଜି ଆମେ ପଢ଼ିଲେ ପ୍ରୋସେସିଂ ସିପିୟୁ ପଢ଼ିଲେ, ସିପିୟୁ ପଢ଼ିକି ପ୍ରୋସେସିଂ ପଢ଼ିଲେ, ପୁଣି ପଢ଼ିଲେ ଆଉଟପୁଟ୍ ଇନପୁଟ୍ ଡିଭାଇସ୍ରେ କ'ଣ ପଢ଼ିଲେ କିବୋର୍ଡ ପଢ଼ିଲେ। ନେକ୍ସଟ ପଢ଼ିବା ଆମେ ମାଉସ୍। ତ ଆଜି ଆମେ କ'ଣ କ'ଣ ପଢ଼ିଲେ ଥରେ ଡିସ୍କସ୍ କରିଦେବା। CPU पढ़िले, सेंट्रल प्रोसेसिंग यूनिट, इनपुट डिवाइस पढ़िले एवं CPU रे कोन पढ़िले ALU, CPU रे कोन पढ़िले ALU, CU, MU एवं इनपुट डिवाइस रे कीबोर्ड, इनपुट डिवाइस रे कोन पढ़िले कीबोर्ड पढ़िले। तो नेक्स्ट क्लास रे हम पढ़िबा माउस। हां नेक्स्ट क्लास रे हम कोन कोन पढ़िबा माउस विषय रे पढ़िबा। हां माउस पढ़िबा, टाइप ऑफ माउस, मैकेनिकल माउस, ऑप्टिकल माउस, ट्रैकबॉल माउस ए सब पढ़िबा। माउस बहुत प्रकार अछि। नेक्स्ट ले पढ़िबा टच पैड पढ़िबा, OMRC पढ़िबा, OMR पढ़िबा, ऑप्टिकल मार्क रीडर पढ़िबा, VCR पढ़िबा, VCR बार कोड रीडर पढ़िबा, MICR पढ़िबा, मैग्नेटिक इंक कैरेक्टर रिकग्निशन पढ़िबा, OCR पढ़िबा, ऑप्टिकल कैरेक्टर रिकग्निशन सब पढ़िबा। डिजिटाइजर, ग्राफिक टैबलेट, लाइट पेन, स्कैनर सब पढ़िबा। ये सब आउटपुट डिवाइस रे आसी जाउछे। इनपुट डिवाइस सरी गला पर आउटपुट डिवाइस पढ़िबा। तो पिला माने ए सब होला इनपुट डिवाइस ओ आगो को अछि नेक्स्ट क्लास से तो कवर करिबा। तो पिला माने आज के क्लास एतिक रे शेष करिबा। सो थैंक यू, बेस्ट ऑफ लक।